ଏଇ ଜନ୍ମରେ ଆପଣ ଦେଖୁନାହାନ୍ତି ମୀରାଙ୍କର, ଏଇ ଜନ୍ମରେ ଦାସିଆର, ଏଇ ଜନ୍ମରେ ବନ୍ଧୁ ମହାନ୍ତିଙ୍କର, ଏଇ ଜନ୍ମରେ ଭକ୍ତ ସାଲବେଗଙ୍କର କିଭଳି ଦୁଃଖ ଯନ୍ତ୍ରଣା କଷ୍ଟ ସେମାନେ ସହିଛନ୍ତି ଏବଂ କାହାକୁ ମୁହଁ ଖୋଲି ବି କହିନାହାନ୍ତି। ପ୍ରହ୍ଲାଦକୁ ଏତେ ଦୁଃଖ ଯନ୍ତ୍ରଣା କଷ୍ଟ ଦିଆହେଇଛି, ମୀରାଙ୍କୁ ଏତେ ଦୁଃଖ ଯନ୍ତ୍ରଣା ନିର୍ଯାତିତ କରି ଦିଆହେଇଛି, ବିଷ ପିଇବାକୁ ଦିଆହେଇଛି, ରାଜ୍ୟରୁ ବାହାର କରି ଦିଆଯାଇଛି। ମୀରା ସେଥିରେ ବିଚଳିତ, ବ୍ୟସ୍ତ, ବିବ୍ରତ ହେଇ ପଡ଼ିଛନ୍ତି। ସାମାନ୍ୟ ଟିକେ ସାଧନା କରୁଛି, ସ୍ତ୍ରୀ ଯଦି କ'ଣ କହିଦେଲା, ସ୍ୱାମୀ ଯଦି କ'ଣ ଟିକେ କହିଦେଲା, ଭାଇ ମୋର ଟିକେ କ'ଣ କହିଲା, ଆଇଲୁ ସେଣ୍ଟରକୁ ଟିକେ ଖାଇଲେ କାହିଁ ତୁ ଚାଲିଗଲୁ, ଓହୋ କେତେ ବଡ଼ ମାନ ଅଭିମାନ ଏ ଜୀବନ, ଏତେ ବଡ଼ ଦୁର୍ଲଭ ଜନ୍ମ। ମୁଁ ଆନନ୍ଦ ପାଇବା ପାଇଁ ଆସିଥିଲି, ମୁଁ ପୁଣି ଏ ଯେଉଁ ଦୁଃଖ ଭୋଗୁଛି, ଏ ଯେଉଁ ଯନ୍ତ୍ରଣା ଭୋଗୁଛି, ଏ ଯେଉଁ କଷ୍ଟ ଭୋଗୁଛି, ଏ ଯେଉଁ ମାନ ଅପମାନ ମୁଁ ଭୋଗୁଛି, ଆର କାରଣ କି? ଏ ସବୁର କାରଣ ହେଉଛି କ୍ରିୟମାଣ।